ଢେଙ୍କାନାଳରେ ବିଶ୍ୱମ୍ବର ନାମରେ ଜଣେ ବଣିଆ ଥିଲା। ତା ସ୍ତ୍ରୀର ନାମ ରେବତୀ। ସେମାନଙ୍କର ଗୋଟିଏ ବୋଲି ପୁଅ ଥିଲା, ତାର ନାମ ରଘୁନାଥ। ସେ ଧର୍ମ କରମ କରି ଆନନ୍ଦରେ ଚଳୁଥାଏ। ସବୁବେଳେ ଜଗନ୍ନାଥକୁ ଧ୍ୟାନ କରୁଥାଏ। ନିଜ ଘରକୁ ସାଧୁ, ସନ୍ନ୍ୟାସୀ, ଯୋଗୀ, ରଙ୍କି, ଭିକାରୀ କେହି କେବେ ଆସିଲେ ସେମାନଙ୍କୁ ଅନ୍ନ ବସ୍ତ୍ର ଦେଇ ଚର୍ଚ୍ଚା କରୁଥାଏ। ବେଳ ପାଇଲେ ପୁରାଣ ବି ପଢ଼ୁଥାଏ। ଦିନେ ଦଳେ ବୈଷ୍ଣବ ସାଧୁ ଆସିଲେ। ସେମାନେ ଜଗନ୍ନାଥ ଧାମକୁ ଯାଉଥିଲେ। ସେମାନେ ବିଶ୍ୱମ୍ବରର ଦାତାପଣ କଥା ଶୁଣିଥିଲେ। ତେଣୁ ମୁହଁ ସଞ୍ଜ ବେଳକୁ ତା ଦ୍ୱାର ମୁହଁରେ ଆସି ପହଞ୍ଚିଗଲେ। ବିଶ୍ୱମ୍ବର ବୈଷ୍ଣବ ସାଧୁମାନଙ୍କୁ ଦେଖି ସେମାନଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିଗଲା। ବୈଷ୍ଣବମାନେ କହିଲେ, ଆମେ ରୋଷେଇ କରି ଖାଇବୁ, ତେଣୁ ଆମ ପାଇଁ ହାଣ୍ଡି, ଚାଉଳ, ମୁଗ ଯାଇ, ଘିଅ, ନବାଦ, ଦୁଧ, ଦହି, କାଠ, ପରିବା ଆଦି ଆଣିଦିଅ। ତୋର ବହୁତ ପୁଣ୍ୟ ହେବ। ବିଶ୍ୱମ୍ବର ସାଧୁମାନଙ୍କ ପାଇଁ ସବୁ ଜିନିଷ ଯୋଗାଡ଼ କରି ଆଣିଦେଲା। ହେଲେ ସେ ଘିଅ ପାଇଲା ନାହିଁ। ତେଣୁ ସେ ସାଧୁମାନଙ୍କୁ ବିନୟରେ କହିଲା, ଆପଣମାନଙ୍କ ପାଇଁ ସକଳ ଦ୍ରବ୍ୟ ଯୋଗାଡ଼ କଲି, ହେଲେ ଘିଅ ପାଇଲି ନାହିଁ। ସାଧୁମାନେ କହିଲେ, ଘିଅ ନହେଲେ ଆମ ଭୋଜନ ତ ପବିତ୍ର ହେବ ନାହିଁ। ଆମେ ପ୍ରଭୁଙ୍କ ଲାଗି ଭୋଗ କରିପାରିବୁ ନାହିଁ। ଏଣୁ ତୁ ତୋର ସମସ୍ତ ଜିନିଷ ଫେରାଇ ନେଇଯା। ବିଶ୍ୱମ୍ବର କହିଲା, ହେ ଅବଧାନମାନେ, ଆପଣମାନେ ରୋଷେଇ କରନ୍ତୁ, ମୁଁ ସଙ୍ଗେ ସଙ୍ଗେ ଘିଅ ବ୍ୟବସ୍ଥା କରି ପହଞ୍ଚାଇ ଦେଉଛି। ଏହା ଶୁଣି ସାଧୁମାନେ ରୋଷେଇ କରିବା ପାଇଁ ଚାଲିଗଲେ। ବିଶ୍ୱମ୍ବର ଓ ତା ପୁଅ ରଘୁନାଥ ଘର ଭିତରକୁ ଗଲେ। କିପରି ଘିଅ ଯୋଗାଡ଼ କରିବେ ସେହି ଚିନ୍ତାରେ ଲାଗିଲେ। ବାପ ପୁଅକୁ କହିଲା, ଆରେ ଚାଲ ତୋର ମୋର ଯାଇ ସାହୁକାର ଘରୁ ଚୋରି କରିବା, ଘିଅ ମାଠିଆଟେ ଆଣିବା। ଘିଅ ନଦେଲେ ଅତିଥିମାନେ ଭୋଜନ କରିବେ ନାହିଁ। ଏହିପରି ଠିକ୍ କରି ବାପ ପୁଅ ଦୁହେଁ କାତି ଓ ଖଣତି ଧରିଲେ। ପ୍ରହର ରାତିରେ ଗାତ କରି ପୁଅ ସାହୁକାର ଘରେ ପଶିଗଲା। ବାପା ବିଶ୍ୱମ୍ବର ବାହାରେ ସନ୍ଧିକଣା ପାଖରେ ଜଗି ବସିଲା। ଦୁଇଟି ହାଣ୍ଡି ଘିଅ ଉଠାଇ ଆଣିଲା, ସିନ୍ଧିକଣା ବାଟେ ଗଳାଇ ଦେଲା। ବାପା ଘିଅ ହାଣ୍ଡି ଦୁଇଟି ବାହାର ପଟକୁ ଆଣିଲା। ପୁଅ ସନ୍ଧିକଣା ବାଟେ ଗଳୁଛି। ଏହି ସମୟରେ ସାହୁକାର ନିଦ ଭାଙ୍ଗିଗଲା। ସେ ଦେଖିଲା ସେ ସନ୍ଧିକଣା ବାଟେ ଚୋର ଭିତରେ ଗଳୁଛି। ସେ ଦୌଡ଼ି ଯାଇ ଚୋରର ଗୋଡ଼ ଦୁଇଟିକୁ ଧରି ଟାଣିଲା। ଗୋଡ଼ ଧରା ହୋଇଥିବା ଜାଣି ପୁଅ ଧୀରେ କହିଲା, ବାପା, ମୁଁ ଧରା ପଡ଼ିଗଲିଣି, ତୁମେ ମୋ ମୁଣ୍ଡ ଆଡ଼ୁ ଟାଣି ମୋତେ ବାହାର କର। ବିଶ୍ୱମ୍ବର ସାଙ୍ଗେ ସାଙ୍ଗେ ପୁଅର ହାତକୁ ଧରି ଟାଣିଲା, ହେଲେ ପୁଅ ବାହାରକୁ ଆସିପାରିଲା ନାହିଁ। ଏହା ଦେଖି ପୁଅ ବାପାକୁ କହିଲା, ହେ ବାପା, ମୋ କଥା ଶୁଣ। ଏମିତି ଟଣା ଭିଡ଼ା ହେଉ ହେଉ ରାତି ପାଇଗଲେ ଆମ ଦୁହିଁଙ୍କ ମହତ ଚାଲିଯିବ। ସାହୁକାର ଆମକୁ ଚିହ୍ନି ପାରି ବହୁତ ଶାସ୍ତି ଦେବ। ପୁଣି ସାଧୁମାନେ ଭୋଜନ ପାଇଁ ଅପେକ୍ଷା କରି କରି ଶେଷରେ ନିରାଶ ହୋଇଯିବେ। ଏବେ ମୋ ମୁଣ୍ଡଟିକୁ କାତିରେ କାଟି ତୁମେ ଘିଅ ସହିତ ଘରକୁ ନେଇଯାଅ। ମୁଣ୍ଡ ନଥିଲେ ସାହୁକାର ମୋତେ ଚିହ୍ନି ପାରିବ ନାହିଁ, ଆଉ ତୁମେ ଘିଅ ନେଇ ସାଧୁଙ୍କ ସେବା କରିପାରିବ। ତେଣୁ ଆଉ କିଛି ଭାବ ନାହିଁ। ପୁଅଠାରୁ ଏହିପରି କଥା ଶୁଣି ବାପା କଟୁରୀ ଉଞ୍ଚାଇ ପୁଅ ମୁଣ୍ଡଟିକୁ ବେକ ମୂଳରୁ କାଟିଦେଲା। ତାକୁ ଗାମୁଛାରେ ଗୁଡ଼ାଇ କାଖରେ ଜାକିଲା। ତାପରେ ଘିଅ ହାଣ୍ଡି ଦୁଇଟି ଧରି ଘରକୁ ଚାଲିଲା। ପୁଅ କଥା ମା ପଚାରିବାରୁ ବିଶ୍ୱମ୍ବର ସବୁ କଥା ବୁଝାଇ କହିଦେଲା। ଏପରି କଥା ଶୁଣି ରଘୁନାଥର ମା ମଧ୍ୟ ଆନନ୍ଦିତ ହୋଇଗଲା। ବିଶ୍ୱମ୍ବର ଆଉ ଡେରି ନ କରି ବୈଷ୍ଣବ ସାଧୁମାନଙ୍କ ପାଖକୁ ଗଲା। ସେମାନଙ୍କୁ ଘିଅ ଦେଲା। ସାଧୁମାନେ ଘିଅ ପାଇ ବିଶ୍ୱମ୍ବରକୁ ବହୁତ ପ୍ରଶଂସା କଲେ। ଏଣେ ସାହୁକାର ସକାଳୁ ସକାଳୁ ଚୋରର ମୁଣ୍ଡ ନଥିବା ଗଣ୍ଡିଟାକୁ ଆଣି ଗାଁ ଦାଣ୍ଡରେ ପକାଇଦେଲା। ଲୋକମାନଙ୍କୁ ଡାକି ଦେଖାଇଲା, ମୁଣ୍ଡ ଥିଲେ ସିନା କିଏ ଚିହ୍ନନ୍ତା, ମୁଣ୍ଡ ତ ନାହିଁ। ତେଣୁ କେହି ହେଲେ ତାକୁ ଚିହ୍ନି ପାରିଲେ ନାହିଁ। ଶବ ଚିହ୍ନଟ ହୋଇପାରିଲା ନାହିଁ। ଗାଁ ଲୋକେ ଶେଷରେ ଗଣ୍ଡିଟାକୁ ନେଇଯାଇ ଗାଁ ମୁଣ୍ଡ ମଶାଣି ପାଖରେ ପକାଇ ଦେଇ ଆସିଲେ। ବୈଷ୍ଣବ ସାଧୁମାନେ ସକାଳୁ ଉଠିଲେ। ଗାଁ ଛାଡ଼ିବା ପୂର୍ବରୁ ସେମାନେ ବିଶ୍ୱମ୍ବରଙ୍କ ଦ୍ୱାର ମୁହଁରେ ପହଞ୍ଚିଲେ। ତାକୁ ଡାକ ପକାଇଲେ, ହେ ବିଶ୍ୱମ୍ବର, ଆମ ପାଖକୁ ଆସ। ଆମେ ତୁମଠାରୁ ଅପୂର୍ବ ଭୋଜନ ପାଇଲୁ, ଖୁବ୍ ଆନନ୍ଦିତ ହୋଇଛୁ, ତୁମକୁ କଲ୍ୟାଣ କରୁଛୁ। ତୁମେ ସବୁବେଳେ ଆନନ୍ଦରେ ଥାଅ। ବୈଷ୍ଣବ ସାଧୁମାନଙ୍କ କଥା ବିଶ୍ୱମ୍ବର ଶୁଣିଲା। ସେ ତା ଭାର୍ଯ୍ୟାକୁ କହିଲା, ହେ ପୁଅ ମୁଣ୍ଡଟି ଦିଅ, ମୁଁ ସାଧୁମାନଙ୍କୁ ପାଛୋଟି ଖଣ୍ଡେ ଦୂରକୁ ସେମାନଙ୍କ ସାଙ୍ଗରେ ଯିବି। ନିରୋଳାରେ ପୁଅ ମୁଣ୍ଡଟି ନିର୍ଜନ ସ୍ଥାନରେ ପକାଇଦେବି। ପୁଅ ମୁଣ୍ଡକୁ କାଖରେ ଲୁଚାଇ ଧରି ବିଶ୍ୱମ୍ବର ସାଧୁମାନଙ୍କ ସାଙ୍ଗରେ ଚାଲିଲା। ବାଟରେ ବୈଷ୍ଣବ ସାଧୁମାନେ ବିଶ୍ୱମ୍ବରକୁ ପଚାରିଲେ, ଆହେ ବିଶ୍ୱମ୍ବର, ତୁମର ଭେଣ୍ଡା ପୁଅ କୁଆଡ଼େ ଗଲା? ଦର୍ଶନ କରିଥାନ୍ତା, ଆସିଲାନି। ତୁମେ ଏବେ ଘରକୁ ଯାଇ ତାକୁ ଆମ ପାଖକୁ ନେଇ ଆସ। ଆମେ ଅପେକ୍ଷା କରି ବସୁଛୁ, ତାକୁ ଆଶୀର୍ବାଦ କରିବୁ, ଯାଅ। ସାଧୁମାନଙ୍କଠାରୁ ଏପରି କଥା ଶୁଣି କାଖ ତଳୁ ବିଶ୍ୱମ୍ବର ଖଣ୍ଡିଆ ମୁଣ୍ଡଟି ବାହାର କରିଲା। ସାଧୁମାନଙ୍କ ପାଦ ତଳେ ଥୋଇଦେଲା, ଆଉ ସାଷ୍ଟାଙ୍ଗ ପ୍ରଣାମ କରି ତଳେ ଶୋଇଗଲା। ସେ ଦୁଇ ହାତ ଯୋଡ଼ି କଇଁ କଇଁ ହୋଇ କାନ୍ଦି କାନ୍ଦି ସବୁ କଥା ଗୋଟି ଗୋଟି କହିଦେଲା। ସାଧୁମାନେ ବିଶ୍ୱମ୍ବରକୁ ତଳୁ ଉଠାଇ କହିଲେ, ଆରେ ଭକ୍ତ, ତୋ ଜୀବନ ଧନ୍ୟ, ତୋ ପୁତ୍ର ଓ ଭାର୍ଯ୍ୟା ମଧ୍ୟ ଧନ୍ୟ। ଆମ୍ଭମାନଙ୍କ ଯୋଗୁଁ ତୋ ପୁତ୍ର ମଲା। ତୋ ପୁଅର ଗଣ୍ଡି କେଉଁଠି ଅଛି ଆମକୁ ଦେଖା। ତୋ ପୁଅ ପୁଣି ଥରେ ଜିଇଁବ। ତୁମମାନଙ୍କ ଯଶ ଯୁଗ ଯୁଗ ଧରି ଅମର ରହିଥିବ। ବିଶ୍ୱମ୍ବର ଏ କଥା ଶୁଣି ସାଧୁମାନଙ୍କୁ ଗାଁ ମୁଣ୍ଡ ମଶାଣି ପାଖକୁ ନେଇଗଲା। ପୁଅର ଗଣ୍ଡିକୁ ଦେଖାଇଦେଲା। ସାଧୁମାନେ ପୁଅର ଗଣ୍ଡିକୁ ଆଣି ତଳେ ଶୁଆଇ ଦେଲେ। ତାକୁ ବେଢ଼ି ବସିଗଲେ।
ଗଣ୍ଡି ମୁଣ୍ଡ ଯୋଡ଼ି ଦେଇ ତା ଉପରେ ତୁଳସୀ ଦଳ ଘୋଡ଼ାଇ ଦେଲେ। ତାପରେ ସମସ୍ତେ ଏକ ସ୍ୱରରେ କହିଲେ, ସଂସାରରେ ଧର୍ମ ଯଦି ଅଛି, ଜଗତରେ ଜଗନ୍ନାଥ ଯଦି ଅଛନ୍ତି, ତେବେ ରଘୁନାଥ ପୁଣି ଥରେ ଜୀବନ ପାଉ। ଯେଉଁ ପ୍ରାଣୀ ପର ଉପକାର କରେ କିମ୍ବା ହରିଙ୍କ ଭଜନ ନାମ କୀର୍ତ୍ତନ କରିବା ପାଇଁ ଅଗ୍ନିରେ ପଶେ, ତାକୁ ଭାବଗ୍ରାହୀ ରକ୍ଷା କରିଥାନ୍ତି। ଯଦି ଏ କଥା ସତ୍ୟ, ତେବେ ଏ ପୁତ୍ର ବଞ୍ଚି ଉଠୁ। ଆହେ ଶରଣ ପଞ୍ଜର ବାନାଧାରୀ, ଆହେ ଭୟଭୟର ବଜ୍ର ସ୍ନେହା, ତୁମ ମହିମା ଯୁଗ ଯୁଗ ଧରି ଅମର ହୋଇ ରହିବ। ଆଜି ଏ ମୃତ ପୁଅକୁ ଜୀବନ ଦିଅ, ନୋହିଲେ ଆମେ ଯେତେ ସାଧୁ ଏଠାରେ ଅଛୁ, ସେ ଆମର ହିତ ପାଇଁ ପ୍ରାଣ ଦେଇଥିବାରୁ ଆମେ ସମସ୍ତେ ଏଇଠାରେ ତା ପାଇଁ ପ୍ରାଣତ୍ୟାଗ କରିବୁ। ସାଧୁମାନେ ଏହିପରି ପ୍ରାର୍ଥନା କରିବାରୁ ମେଦିନୀ କମ୍ପିବାକୁ ଲାଗିଲା। ଜଗନ୍ନାଥ ଭକ୍ତଙ୍କ ଡାକ ଶୁଣିଲେ। ସେ ରଘୁନାଥଙ୍କୁ ଜୀବନ ଦାନ କଲେ। ରଘୁନାଥ ନିଦରୁ ଉଠିଲା ପରି ଜିଇଁ ଉଠିଲା। ଜଗନ୍ନାଥ ହେ ବୋଲି ଡାକ ପକାଇ ସାଧୁମାନଙ୍କୁ ପ୍ରଣାମ କଲା। ପିତାଙ୍କ ପାଦ ତଳେ ଲୋଟିଗଲା। ବିଶ୍ୱମ୍ବର, ରେବତୀ ଓ ରଘୁନାଥ ସେହି ଦିନଠାରୁ ଦୁଃଖ କ'ଣ ଆଉ ଜାଣିଲେ ନାହିଁ। ସବୁଦିନେ ଜଗନ୍ନାଥଙ୍କ ନାମ କୀର୍ତ୍ତନ କରି କାଳ କଟାଇଲେ। ତେଣୁ ବନ୍ଧୁମାନେ, ଆମେ ସବୁବେଳେ ପରର ଉପକାର କରିବା ଉଚିତ, ଯାହାଦ୍ୱାରା ଆମର ବି ଅସୁବିଧା ସମୟରେ ଆମକୁ କେହି ଉପକାର କରିପାରିବ।